ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ ଦଶମ ଅଧ୍ୟାୟ। ଓଂ ଗଂ ଗଣପତये ନମଃ। ବିଦୁର ଉବାଚ ମୈତ୍ରେୟ ପାଦେ ଦେଇ କର ଆନନ୍ଦେ ପଚାରେ ବିଦୁର। ମୁନି କହନ୍ତି ଶୁଦ୍ଧ ମନେ ଯେ ବିଷ୍ଣୁ ଗଲେ ଅନ୍ତର୍ଧାନେ। ସେ ବେଦପତି ଜ୍ଞାନ ମତେ ପ୍ରଜା ସର୍ଜିଲା ଏ ଜଗତେ। ତାର କି ଦେହେ ପ୍ରଜା ଥିଲା କେତେ ପ୍ରକାରେ ଭିଆଇଲା। କେତେ କଳ୍ପନ୍ତେ ଦେହବନ୍ତ କହ ସଂଶୟ ଯାଉଛି ତ। ବିଦୁର ବାକ୍ୟ କର୍ଣ୍ଣେ ଶୁଣି କହନ୍ତି ମୈତ୍ରେୟ ମୁନି। ମୈତ୍ରେୟ ଉବାଚ ଶୁଣ ବିଦୁର ଏକ ଚିତ୍ତେ ଯେବନ୍ତେ ସର୍ଜିଲା ଜଗତେ। ଗୋବିନ୍ଦ ବାକ୍ୟେ ବେଦପତି ତପ ସାଧନେ କଳାମତି। ଶତବରଷ ବେଦ ମତେ ତପ ସାଧିଲା ଦୃଢ଼ ଚିତ୍ତେ। ଆତ୍ମାରେ ଆତ୍ମା ଲୀନ କରି ଗୋବିନ୍ଦ ବଚନ ସୁମରି। ଦେଖିଲେ ନୟନ ଯୁଗଳେ ଭ୍ରମ ସଂକୁଳ ମହାଜଳେ। ପବନ ଯୋଗେ ମହାଖର ସ୍ୱଭାବେ ଦିଶେ ଭୟଙ୍କର। ପଦ୍ମ ସହିତ ଜଳ କମ୍ପେ ଭୂମି ସଂକୁଳ ଅତିରେକେ। ଜ୍ଞାନର ବଲେ କର୍ମମାନ ଦେଖିଉ ସତ ବ୍ରହ୍ମା ମନ। ତତ୍କ୍ଷଣେ ତପ ବିଦ୍ୟା ବଳେ କେ ଡାକେ ଦେଖ ଚର୍ମ ଡୋଲେ। ଭୂମି ସହିତେ ଜଳ ରାଶି ସେ ବ୍ରହ୍ମା ଯୋଗ ବଲେ ବସି। ପ୍ରଳୟ ଜଲେ ବେଗେ ଗଲା ନିଶ୍ଚଲେ ପଦ୍ମ ପ୍ରକାଶିଲା। ସେ ପଦ୍ମ ମଧ୍ୟରେ ବେଦବର ସୁମନେ କରଇ ବିଚାର। ପୂର୍ବେ କଶ୍ୟପ ଗର୍ଭଗତେ ଜନ୍ତୁଏ ପଶିଛନ୍ତି ଯେତେ। ତାହାଙ୍କୁ ନ କରି ପ୍ରକାଶ ସେ ଯେଣୁ ସ୍ୱକର୍ମ ପ୍ରବେଶ। ଏଣୁ ଅନେକ ରୂପ ଚିନ୍ତେ ସୁକର୍ମ ବଳେ ନାନା ମତେ। ଦ୍ୱିତୀୟ ତୃତୀୟ ସପ୍ତମେ ଏମନ୍ତେ ଜୀବ ଲୋକମାନେ। ଯେ ଯାହା ମତେ ଧର୍ମ ଚିନ୍ତି ନିଶ୍ଚଳ ଯୋଗେ ପ୍ରଜାପତି। ବିଦୁର ଉବାଚ ଗୋମୁନି ହରିର ମହିମା ଅତି ଅଦ୍ଭୁତ ଗୁଣ ସୀମା। ସୃଷ୍ଟି ପାଲନ ସଂହାରଣ କାଲ ସ୍ୱରୂପୀ ନାରାୟଣ। ବୋଲଇ ନିଜ ଆତ୍ମା ବେଲେ କେତା ଦେଖିବ ଚର୍ମ ଡୋଲେ। ତାର ଲକ୍ଷଣ କହ ମତେ ଏଣୁ ପ୍ରମାଣ ବା କେତେ। ମୈତ୍ରେୟ ଉବାଚ ସ୍ୱଭାବେ ନିର୍ଗୁଣ ଅଚ୍ୟୁତ ନିର୍ଲେପ ନିର୍ବିକଳ୍ପ ସ୍ଥିତ। ତୋର ଶରୀରୁ ଆତ୍ମା ଜାତ କାଲେ ସେ ସର୍ଜଇ ଜଗତ। ସେ ବିଷ୍ଣୁ ବ୍ରହ୍ମ ମାୟା ରୂପୀ ନିଜ ଆତ୍ମାର ବଲେ ବ୍ୟାପୀ। ଈଶ୍ୱର ଭାବେ ପରିଚ୍ଛନ୍ନ ଯେ କାଲ ରୂପୀ ଭଗବାନ। ଯେମନ୍ତେ ସୃଷ୍ଟି ଥିଲା ପୂର୍ବେ ସ୍ୱକର୍ମେ ବିକର୍ମ ସ୍ୱଭାବେ। ପ୍ରକୃତି ବିକୃତି ପ୍ରକାରେ ଯେ ଯାହା କର୍ମ ଅନୁସାରେ। ଯେ କାଲେ ବ୍ରହ୍ମ ଉଦେହନ୍ତି ମହତ ଆଦି ତତ୍ତ୍ୱ ଚିନ୍ତି। ଶୁଣ ବିଶ୍ରାମେ ଆତ୍ମା ମିଶେ ସ୍ୱଭାବେ ସ୍ୱଗୁଣ ପ୍ରକାଶେ। ଦ୍ୱିତୀୟ ଅହଙ୍କାର ବଲେ ଯେ ବ୍ରହ୍ମ ଜ୍ଞାନ ଦୀକ୍ଷା ଦେଲେ। ତୃତୀୟ ଉତ୍ସର୍ଗ ଯେ ହୁଏ
ସେ ମାୟା ବ୍ରହ୍ମ ଶକ୍ତି ବହେ। ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ, ଯେ ଜ୍ଞାନ କ୍ରିୟାତ୍ମକ ନାମ। ଇନ୍ଦ୍ରିୟ ରକ୍ଷା ଦେବଗଣ, ଯେ ମନ ପଞ୍ଚମେ ପ୍ରମାଣ। ଷଷ୍ଠରେ ଅହଙ୍କାର ସର୍ବେ, ଅବୁଦ୍ଧି ମୁକ୍ତି ଶକ୍ତି ଭାବେ। ସ୍ୱକର୍ମ ପ୍ରକୃତି ଗୋଚରେ, ବିକୃତି ତାର ଅଭ୍ୟନ୍ତରେ। ଏ ସୃଷ୍ଟି ତାର ତ୍ରୟ ଗୁଣ, ସେ ହରି ଲୀଳା ଏବେ ଶୁଣ। ଏବେ ହୋ ଯକ୍ଷ ଶୃଙ୍ଗ ବହି, ଯେବେ ରଚିବ ଭବ ମହି। ସପ୍ତମେ ସୃଷ୍ଟି ଲତା ଗୁଳ୍ମ, ବଲ୍କଲ ଶିରେ ଏହୁ ନାମ। ଏହାଙ୍କ ନାମ ଊର୍ଦ୍ଧ୍ୱରେ ତା, ଅନ୍ତ ସରସ ଜ୍ଞାନ ମାତା। ଅଷ୍ଟମେ ସର୍ଜେ ପଶୁଗଣ, ଏ ଅଷ୍ଟ ବସୁ ଏବେ ଶୁଣ। ଏ ଜ୍ଞାନ ତତ୍ତ୍ୱ ଗୁଣେ ଥାନ୍ତି, କେବଳ ପ୍ରାଣ ସେ ରଖନ୍ତି। ଗୋରୁ ମହିଷ ଅଜାନିତି, କୁକୁର ଶୂକର ହରିଣୀ। ଗୋରୁ ମହିଷ ଅଜାତିନି, କୁକୁର ଶୂକର ହରିଣୀ। ଏହାଙ୍କ ପାଦେ ବେନିକ୍ଷୁର, ମେଷ ସୌରଭ ଓଟ ଖର। ସମର ମୃଗ ଆଦି ଯେତେ, ଯେ ଏକାକ୍ଷର କହୁ ତୋତେ। ଏବେ କହିବା ବୀର ଶୁଣ, ଯେ ପଞ୍ଚ ନଖ ପଶୁଗଣ। ସେବକ ଶାଗୁଣା ସଞ୍ଚାଣ, ଭଲ୍ଲୁକ ରାସବ ହରିଣ। ଭଲ୍ଲୁକ ଆଦି ଚିଲକାକ, ହିଂସ ସାରସ ଚକ୍ରବାକ। ଏ ନବ ସ୍ୱର୍ଗ ଯେବେ କହି, ବିଦୁର ଶୁଣ ମନ ଦେଇ। ମନୁଷ୍ୟ ମଧ୍ୟେ ସେ ମିଶନ୍ତି, ଯେ ଦୁଃଖ ସୁଖ ପ୍ରାୟ ଚିନ୍ତି। ରଜ ଅଧିକ କର୍ମ ତାର, ପ୍ରକୃତି କୃତି ଅପ୍ରକାର। ଯେ ଦେବେ ସୃଷ୍ଟି ଅନୁପମ, କୁମାର ସୃଷ୍ଟି ଏ ନବମ। ଦେବଙ୍କ ସୃଷ୍ଟି ଆନ ବିଧି, ପିତାର ଅସୁର ବିରୋଧୀ। ଗନ୍ଧର୍ବ ଅପ୍ସରା ସିଦ୍ଧ, ଚାରଣ ଯକ୍ଷ ରକ୍ଷ ଭେଦ। ଭୂତ ପିଶାଚ ପ୍ରେତ ଗଣ, ବିଦ୍ୟାଧି କିନ୍ନର ଚାରଣ। ଏ ଅଷ୍ଟ ବିଧିଙ୍କ ଉତ୍ପତ୍ତି, ସ୍ୱଭାବେ ଦେବତା ବୋଳାନ୍ତି। ହେମନ୍ତେ ସୃଷ୍ଟି ସେ ବୋଲାନ୍ତି, ସେ ଯୁଗାନ୍ତରେ ନ ମିଶନ୍ତି। ନଦୀଙ୍କ ଜଳେ ଯେଉଁ ଭୂମେ, ଜଲଧି ଯାନ୍ତି ଯଥାକ୍ରମେ। ହେମନ୍ତେ ଦେବାସୁର ଆଦି, ଯେତେ କହିଲି ମୁଁ ସମ୍ପାଦି। ସେ ନାନା ରୂପେ ଆଦି ହୁଅନ୍ତି, ମନୁ ଅନ୍ତରେ ହୋଇଥାନ୍ତି। ମୁନି କହିଲେ ପଦ୍ମକଳ୍ପେ, ହେମନ୍ତେ ବିଦୁର ସମୀପେ। ଏ ଭାଗବତ ଜ୍ଞାନ ରସ, କହିଲା ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜନେ ନାମ ଦଶମୋऽଧ୍ୟାୟः।